60 ଲକ୍ଷ ଦେଲେ ଆମର ସୂର୍ଯ୍ୟ ମନ୍ଦିରକୁ 55 ଲକ୍ଷ ଦେଲେ ସିଂହ ବାହିନୀ। ରାଜନନ୍ଦିନୀ ମାଲିକ ଯଦି ପିୟୁଷର ଆର୍ଟିଷ୍ଟ ଲାଇନ୍ କି ଭଲ ନ ନେଉଥିବ ସେ ମନା କରିପାରିଥାନ୍ତେ। କେବେ କମିବନି ମ୍ୟାଡ଼ାମ୍, ସେ ଯେକୌଣସି ଜାଗାରେ ଆଲୋଚନା ଆପଣ କରନ୍ତୁ। ଆଜି ମୁଁ କହିଲି କୈଳାସ ବେହେରାଠୁ ଭଲ ଆର୍ଟିଷ୍ଟ କିଏ ଥିଲେ? କୈଳାସ ବେହେରା ବି ବହୁତ ନାଁ କରିଥିଲେ ସେ ଶିବାନୀରେ। ସେ ତ ଚାଲିଗଲେ, ଫେରେ ଯାତ୍ରା ଅନୁଷ୍ଠାନ ଚାଲିଛି। ମନ୍ଦାକିନୀ ନାଁ ଜାଣିଥିବେ, ଶରତ ମନ୍ଦାକିନୀ ବହୁତ ରେପୁଟେଡ୍ ଆର୍ଟିଷ୍ଟ ଥିଲେ। ସେ ତ କ୍ରେଜ୍ ନାହିଁ କୁହାହେଉନି, ସମୟରେ ଥାଏ। ଏ ସମୟରେ ଅଛି, ଆଉ କିଛି ବର୍ଷ ଆଉ ଜଣଙ୍କର ଆସିଯିବ। ଦୈତ୍ୟ ଭଣ୍ଡାର ବହୁତ ଆଗରେ ଥିଲେ। ଧୀରେ ଧୀରେ ସମସ୍ତଙ୍କର ମନା କଲେ, ଆଉ ଯାହା ପଇସା ନେଇଥିଲେ ସେ ରିଫଣ୍ଡ କଲେ ମାଲିକ ସଂଘ। 60 ଲକ୍ଷ ଦେଲେ ଆମର ସୂର୍ଯ୍ୟ ମନ୍ଦିରକୁ, 55 ଲକ୍ଷ ଦେଲେ ସିଂହ ବାହିନୀ। ନା କିଛି ନାହିଁ, ସବୁ ପେମେଣ୍ଟ। ଗାଡ଼ିଟା 6 ମାସ ପାଇଁ ସେମାନେ ଦିଆହେଲା ତାଙ୍କୁ। 6 ମାସ EMI ଦେବେ, 6 ମାସ ଭିତରେ EMI ଦେଉଥିବେ, ତାପରେ ଟଙ୍କା ଯୋଗାଡ଼ କରି ତାଙ୍କ ନାଁରେ ଓନରସିପ୍ ଟ୍ରାନ୍ସଫର କରାହେବ। ମାଲିକ କଳାକାରୀ ଏଇ ସବୁ ବସିଲେ ଆଲୋଚନା କଲେ, ପର୍ଯ୍ୟାଲୋଚନା କଲେ ବିବାଦ କ୍ଲିୟର ହବନି କାହିଁକି? ଏଇ ଗୋଟେ ଜିନିଷ ଏଇ ଆଲୋଚନା କେତେ ଦୂର ଥିଲା, ଏବେ ବସିକି ଆଲୋଚନା ସମାଧାନ କରାହେଲା। କୋଉଠି ନା କୋଉଠି ମାଲିକ ମାନଙ୍କର ମତେ ଭୁଲ ଦଉଛି ଯେ କି କଳାକାରକୁ ଅଧିକ ପଇସା ଦଉଛନ୍ତି। ନାଇଁ ଶୁଣନ୍ତୁ, ସେଇଟା ଖାଲି କଳାକାର ମାନେ କି ମାଲିକ ମାନଙ୍କୁ ଦାୟୀ କଲେ ହବନି। ଆପଣ ମାନେ ଦେଖନ୍ତୁ, କୌଣସି କମିଟି ଆସିଲେ ସେ ପଚାରୁଛି ପିୟୁଷ ଅଛି କି ନାହିଁ, କାଲି ଦୈତାରୀ ପଣ୍ଡା ଅଛି କି ନାହିଁ, କାଲି ସେ କିଏ କୋଉମାନେ ପଚାରୁଛନ୍ତି ସେ ଏ ଯେଉଁ କମିଟି ମାନେ ପଚାରୁଛନ୍ତି। ତେଣୁ କମିଟି ମାନଙ୍କ ଡିମାଣ୍ଡ ନେଇକି ସେମାନେ ରେଟ୍ କରୁଛନ୍ତି। ଗୋଟେ ଛୋଟ ଅନୁଷ୍ଠାନ କାହିଁକି ସେ 3 ଲକ୍ଷ 2.5 ଲକ୍ଷରେ ବୁକ୍ ହେଇପାରୁନି? ତାପରେ କଳାକାର ଅଭାବ ଅଛନ୍ତି। ତେଣୁ ଡିମାଣ୍ଡ କରୁଛନ୍ତି କୋଉମାନେ? ଯୋଉମାନେ ନାଟ୍ୟପ୍ରେମୀ, ଯୋଉମାନେ ଦର୍ଶକ, ସେଇମାନଙ୍କ ଡିମାଣ୍ଡ ନେଇକି ଆଜି ସେମାନଙ୍କ ରେଟ୍ ବଢିଛି। ତାହେଲେ ପିୟୁଷଙ୍କର ଅନୁପସ୍ଥିତି ଫରକ କିଛି ପକେଇବ ଯାତ୍ରା? କିଛି ଫରକ ପଡ଼ିବନି ଆଜ୍ଞା। ସବୁ କଥା ଆପଣ ଦେଖନ୍ତୁ, ସବୁ କେତେ ବଡ଼ କଳାକାର ଥିଲେ। ଆପଣ କୈଳାସ ବେହେରା କଥା ଜାଣିଥିବେ, ମନ୍ଦାକିନୀ କଥା ଜାଣିଥିବେ, ବହୁତ ବଡ଼ କଳାକାର ଥିଲେ। ସେମାନେ ଚାଲିଗଲେ, ଫେରେ ଯାତ୍ରା ଅନୁଷ୍ଠାନ ଚାଲିଛି। କେବେ କମିବନି ମ୍ୟାଡ଼ାମ୍, ସେ ଯେକୌଣସି ଜାଗାରେ ଆଲୋଚନା ଆପଣ କରନ୍ତୁ। ଆଜି ମୁଁ କହିଲି କୈଳାସ ବେହେରାଠୁ ଭଲ ଆର୍ଟିଷ୍ଟ କିଏ ଥିଲେ? କୈଳାସ ବେହେରା ବି ବହୁତ ନାଁ କରିଥିଲେ ସେ ଶିବାନୀରେ। ସେ ତ ଚାଲିଗଲେ, ଫେରେ ଯାତ୍ରା ଅନୁଷ୍ଠାନ ଚାଲିଛି। ମନ୍ଦାକିନୀ ନାଁ ଜାଣିଥିବେ, ଶରତ ମନ୍ଦାକିନୀ ବହୁତ ରେପୁଟେଡ୍ ଆର୍ଟିଷ୍ଟ ଥିଲେ। ସେ ତ କ୍ରେଜ୍ ନାହିଁ କୁହାହେଉନି, ସମୟରେ ଥାଏ। ଏ ସମୟରେ ଅଛି, ଆଉ କିଛି ବର୍ଷ ଆଉ ଜଣଙ୍କର ଆସିଯିବ। ଦୈତ୍ୟ ଭଣ୍ଡାର ବହୁତ ଆଗରେ ଥିଲେ। ଧୀରେ ଧୀରେ ସମସ୍ତଙ୍କର ରାଜନନ୍ଦିନୀ ମାଲିକ କହିଥିଲେ ନରିପଣ୍ଡା ନେବେ ବୋଲି, ପୁଣି ଆପଣ କହୁଛନ୍ତି ସେ ମନା ଆସିଥିଲେ, ତାଙ୍କ ସହିତ ଆଲୋଚନା ହେଲା। କଳାକାରକୁ କହିକି ତାପରେ ମନା କରିବାରେ ନା କହିକି କଳାକାର ସେ ଗୋଟେ ବାଇଟ୍ ଦେଇଥିଲେ ଯେ ମୁଁ ନେବି ବୋଲି। ସେ ତ ଆଜି ଆସିଥିଲେ, ସେ ବିଷୟରେ ଆଲୋଚନା ହେଲା। ସେ କହିଥିଲେ, ସେ ବି ସେଥିପାଇଁ ବି ଅନୁତପ୍ତ। ଆଜ୍ଞା, ରାଜନନ୍ଦିନୀ ମାଲିକ ଯିଏ ସେ ମଧ୍ୟ କହିଛନ୍ତି ପିୟୁଷଙ୍କୁ ଆକ୍ଟିଂ ଜଣା ନାହିଁ। ସତରେ ଯଦି ଆକ୍ଟିଂ ଜଣା ନାହିଁ, କିଏ କେତେ ଟଙ୍କା କଣ ପାଇଁ କିଏ କହିଲା? ରାଜନନ୍ଦିନୀ ମାଲିକ। ତାର ପର୍ସନାଲ କଥାଟା ଏଠି ପଚାରିଲେ ହବନି। ରାଜନନ୍ଦିନୀ ମାଲିକକୁ ଭଲ ନ ଲଗେଇ ପାରିଥାଏ। ମୋତେ ପାଟିକି ଯିଏ ଧର କେଉଁ ଜିନିଷଟା ଲୁଣିଆ ଲାଗୁଛି, ଆପଣଙ୍କୁ ଲୁଣିଆ ଲାଗିବନି ବି। ମୋତେ ମିଠା ଲାଗୁଛି, ଆପଣଙ୍କୁ ମିଠା ଲାଗିବନି। କାହା କ'ଣ ତାଙ୍କର ଯଦି ରାଜନନ୍ଦିନୀ ମାଲିକ ଯଦି ପିୟୁଷର ଆର୍ଟିଷ୍ଟ ଲାଇନ୍ କି ଭଲ ନ ନେଉଥିବ, ସେ ମନା କରିପାରିଥାନ୍ତେ। ପ୍ରଥମ ବୈଠକରେ ଆପଣ ରାଜନନ୍ଦିନୀ ମାଲିକକୁ ଡାକିନଥିଲେ? ଡାକିଥିଲୁ। ତାଙ୍କ ଫୋନ୍ ଆମେ ପାଇନଥିଲୁ। ତାଙ୍କ ମ୍ୟାନେଜରଙ୍କୁ କହିଥିଲୁ, ତା ମ୍ୟାନେଜର କମ୍ୟୁନିକେଟ୍ କରିପାରିନଥିଲେ। ତାହେଲେ ପିୟୁଷଙ୍କୁ ଆକ୍ଟିଂ ଜଣା ଅଛି କି ନାହିଁ ଆପଣଙ୍କ? ନା ନିଶ୍ଚିତ ଜଣା ନାହିଁ। କିଏ କହିଲା ଆକ୍ଟିଂ ଜଣା ନାହିଁ? ଏତେ ଦର୍ଶକ ହେଲେ କି ସେଇଟା ଭୁଲ କଥା। ଆକ୍ଟିଂ ଜଣା ନାହିଁ। ନାଇଁ ସେ ବିଷୟରେ ଆମେ ଗୋଟେ କଥା ହେଲୁ। ଏବେ ଗୋଟେ ଆମେ ସେକ୍ରେଟାରୀକି କହିଲୁ, ସେ ଗୋଟେ ଦେବେ, ନୋଟିସ୍ କରିବେ, ତାପରେ ଆଲୋଚନା ନେକ୍ସଟ ମିଟିଂରେ କରିବୁ। ଆଲୋଚନା ପଣ୍ଡାଙ୍କୁ ଯୋଉ ବ୍ୟାନ୍ କରାଗଲା, ୟା ଦ୍ୱାରା କିଛି ମାନେ ଫରକ ପଡ଼ିବ କି ଯାତ୍ରା ଇଣ୍ଡଷ୍ଟ୍ରିକୁ? ଯାତ୍ରା ଇଣ୍ଡଷ୍ଟ୍ରି ବହୁତ ବଡ଼ କଳାକାର ସେମାନେ, ପୁରୁଣା ମୁଁ କଳାକାର। ଆପଣଙ୍କୁ ଆଗରୁ ଟିକେ ଜଷ୍ଟ କହିଛି, କୈଳାସ ବେହେରା କଥା କହିଥିଲି। ସେ ଜଣେ କମେଡି ଆର୍ଟିଷ୍ଟ, ନରିପଣ୍ଡା ମନା କରୁନି ଖରାପ ଆର୍ଟିଷ୍ଟ, କିନ୍ତୁ ସମସ୍ତଙ୍କର ଆପଣ ଦେଖନ୍ତୁ, ଜଣେ ଗଲେ ଆଉ ଜଣେ ଆସିକି ଜଣେ ମାଲିକଙ୍କୁ ଭୁଲ କାହିଁକି ଧରୁନାହାନ୍ତି? କେବେ ହେଇପାରେ ତୁଳସୀ ମାଲିକ ତାଙ୍କ ଉପରେ କିଛି ବି। ଆପଣ ନିଜେ କହିଲେ, ଯଦି ଜଣେ ଆର୍ଟିଷ୍ଟ ଫୋନ୍ କରି କହିଲେ ଯେ ମୋତେ ତୁଳସୀ ମାଲିକ ମାଡ଼ ଦେଲେ, ଆମେ କହିଲୁ ଲେଖିକି କଳାକାର ସଂଘ ତରଫରୁ ଦିଅ, ମାଲିକ ସଂଘ ବସି ବିଚାର କରାହବ। ତାପରେ ପୋଲିସ ଷ୍ଟେସନ ଯିବା କ'ଣ ଦରକାର ଥିଲା? ଯଦି ପୁଲିସ ଷ୍ଟେସନ ଗଲେ, ତାହେଲେ ଫେରେ ବିଚାର କରିବା କ'ଣ? ଆମେ ଆମ କଥା ମାନିଥିଲେ ତ ଏଇଠି ଆଲୋଚନା ହେଇଥାନ୍ତା। ଆଜି ପୁଲିସ ଷ୍ଟେସନ ଗଲେ, ସିଏ ତୁଳସୀ ମାଲିକ ସିଏ ପୁଲିସ ଷ୍ଟେସନକୁ ଗଲେ, ଏସବୁ କ'ଣ ପାଇଁ ହେଲା? ତାହେଲେ ଏବେ ଯାହା ବି ନରିପଣ୍ଡା କରିବେ ଆଇନଗତ କାର୍ଯ୍ୟରତ କରିବେ, ଆଇନର ସାହାରା ନା ସେଟା ଆଇନରେ ନେଇଛନ୍ତି ନା। ବର୍ତ୍ତମାନ ସେ ପୋଲିସ ଷ୍ଟେସନକୁ ଯାଇଛନ୍ତି। ଆମର ସେ ଯୋଉ ନାଣ୍ଡୁ ବାବୁ, ସିଏ ବି ପୋଲିସ ଷ୍ଟେସନ ଗଲେ ବୋଲି ବ୍ୟାନ୍ କରିଦେଲେ କି?
देखो पुलिस स्टेशन जीवा सांगे आपण आलोचना कले जे आसिक आलोचना करिया कथा आलोचना कले पुलिस स्टेशन गले तापर भी एबे आमे तांको बारंबार कहली से इच्छा करता आसिक आम सहित आलोचना कर जदि एटा गोटे पुलिस स्टेशन जाइतिला सेटा आपस में बुझामणा आइथांता कोन बैन करियार कोन दरकार थिला पुलिस स्टेशन गला पर आपस बुझा केमती हुए पुलिस स्टेशन मान तो एटा गोटे गोटे सरकारी ये गला ना ये आलोचना कले किछि हेबन हम तो देखबा नांदू बाबू को ऊपर बारंबार गोटे एलिगेशन आसु एबे गोटे वीडियो भी वायरल हिची गोटे जने कर्मचारी कहचन जे तांको माने मारि छथि पर्सनल जिंस देखंतु कि कोन कहूची सब विषय रे मु कार कमेंट संबंधी पर्सनल जिंस कमेंट दवा ठीक नहीं एटा गोटे आम गोटे संघ विषय आलोचना करूँ मो पर्सनल जिनसा मुझे चिंता करी नांडो विरुद्ध में कहबी कि सहीटा सब ठीक हेनी कार का प्रति कौन वर्ष भितर पीयूष कौन फिल्म कर परिबे ना फिल्म करेंगे फिल्म पे से पचारि गले फिल्म कर पारि बोली आम भी कहली नहीं नहीं आम संघर जो बैठक रे आलोचना जड़े सभापति कह तेणुक से कलाकार माने केते पाइबे गोटे सेटा रेटटा फिक्स हबो नेक्स्ट मीटिंग रे अच्छा मालिक मानक भितरे केमिति गोटे मालिक जने कलाकार को ऑफर दोची जे सी जदी एतिके दोची मु आपन को अधिक टका देबी तमे मो पाटी के आसो सेटा ऑफरटी आपनकर मालिक संगरे सेटा आलोचना हैजी आसंता मीटिंग रे आलोचना हबो जे केते कार धार्य कराबो केते हेले ठीक हबो जिमि कमिटी बंचिबो मालिक बंचिबे कलाकार बंचिबे ता पई आलोचना कलाकार छाड़ी की यात्रा पार्टी जीव अन कलाकार तार कोन सर्टिफिकेट नेकी जिवे एनओसी नबो नो ऑब्जेक्शन गोटे नब धर जड़े कोणार्क को छाड़ी आ गोटे पार्टी आम लिखिदेबू जे तार कौन ये ड्यू नहीं से तार जापर एतिक एग्रीमेंट करथिला आपन ताको नहीं पारि हां तो पूर्व कोन पे एटा करा जाय नथिला जे पूर्व आवश्यकता नथिला हि नथिला जे कोनसी आईन कानूनटा हुए आवश्यकता पड़ले आईन कानून हुए आईपीएल भली एबे ऑप्शन में जरूरी रही कि हमर कलाकार माने निर्णय होबे नहीं नहीं सेमती किछि ना एबे तो ना आईपीएल साके आकुतल हो नमस्कार कलाकार अधिक हताश होचंती कि मालिक अधिक हताश होचंती यात्रा हताश माने कोउटा माने आर्थिक मालिक माने हताश होचन मु आपन माने कहूची आज मालिक माने बहुत हताश होचन माने हमरो मैक्सिमम देखो यात्रा पार्टी सब वर्ष 2टी 3टी कि 4टी पार्टी एमती बंद हो कहीं बंद हो जदि से आर्थिक भल स्थिति था से यात्रा पार्टी बंद करते कि बंद कर कौ पर आर्थिक परिस्थिति नहीं तो आर्थिक परिस्थिति भल नहीं बोली से बंद कर वर्ष 4टी पार्टी बंद हो जाऊँ जो पार्टी गुड़िक भल चली धीरे धीरे से आर्थिक अवस्था असुविधा हो से बंद कर बस तेणु केबे भी मालिक मैंने भल ना 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 भत्ता ये किसी ना भत्ता किसी हेन भत्ता सब तो भत्ता आगे हम सर पीयूष ए वर्ष पूरा खेती सही जे कलाकार हे कि आपण मालिक माने ए स्थिरीकृत करिवे कि गोटे कलाकार बिना पारिश्रमिक रे ए वर्ष तक अटकी जीवो पारिश्रमिक नुहे तार पारिवारिक आपण माने त खाइबा चिंता कर से निजे मालिक मान को तो बाधिबो सर किसी मूल्य नहीं सी तो फिल्म करेंगे कथा से कहले मुझे पारिवारिक अशांति अच्छी देह असुस्थ पारिवारिक समस्या अच्छी से माने सबुदिन यात्रा को आसपार अनिद्रा हो पारे नहीं ब्यान को कहीं ब्यान तो कराऊनी सी कौन कही ब्यान कराई असुस्थ थिला पूर्व थर बापा आस्थिले हां एथरो देह असुस्थ अछि कि पीयूष निजे आसिले ना ना पीयूष तो करूचंदी एबे भी करूचंदी ना रोल करूचंदी असुस्थ त नै से आज कहि की गले जे पारिवारिक समस्या अछि जोटा कि मु एक गोटे वर्ष पय मु परिबने जानि छथि जे आगु ता देह ई वर्ष तक खराब होबो सेति पय से देह असुस्थ होबा कथा कोन कहिचंदी जे मु कहबी आगु को जानि छथि जे एटा सही नै पारिवारिक समस्या कोन सेटा आप देह असुस्थ ठीक है ना यात्रा पीयूष कहार घर ना यात्रा पीयूष कहार घर ना यात्रा के ता घर ना घर पास घर पास तापर यात्रा आगे